Hello champion, welcome to Edu Engagement. Dear student, ତମେ ସମସ୍ତେ ଜାଣିଛ ଜଣଙ୍କ standard 8 ତମର ଗୋଟେ ବ୍ରିଜ କୋର୍ସ ଲଞ୍ଚ କରୁଛି CBSE। ଏଇ ତମର ଯୋଉ ଭ୍ୟାକେସନ ଅଛି ତମକୁ ଏ ଭ୍ୟାକେସନ ଭିତରେ ବ୍ରିଜ କୋର୍ସ ହିଁ ପଢିବାକୁ ପଡିବ କାରଣ ଆ ପରେ ତମର ନୂଆ ବହି ଆସିବ। କିନ୍ତୁ ତମ ପାଇଁ ଏଟା ଇମ୍ପୋର୍ଟାଣ୍ଟ କାହିଁକି ଏଥିଲାଗି ମୁଁ କହୁଛି ନା ତମର ଯୋଉ ଭ୍ୟାକେସନ ପରେ ଯୋଉ ସ୍କୁଲ ଯେତେବେଳେ ଖୋଲିବ ତମର ପିଲା ଏକ୍ସାମ ତମର ଏଇ ବ୍ରିଜ କୋର୍ସ ହିଁ ତମ କ୍ୱେଶ୍ଚିନ୍ ଆସିବ। ତେଣୁ ସମସ୍ତଙ୍କୁ ମୁଁ କହିବି ସମସ୍ତେ ସିରିୟସ୍ ହେଇକି ଏ ବ୍ରିଜ କୋର୍ସ ତକ ସମସ୍ତେ ଟିକେ ସାରି ଦେଇକିରି ସ୍କୁଲଟା ଖୋଲିଲା ପରେ ଯିବ କାହିଁକି ନା ସବୁ CBSE ପିଲା ଷ୍ଟାଣ୍ଡାର୍ଡ 8 ର ଇଣ୍ଡିଆରେ ଯେକୌଣସି CBSE ପିଲା ଅଛନ୍ତି ସମସ୍ତଙ୍କ ପାଇଁ ବ୍ରିଜ କୋର୍ସ ଲାଗୁ ହେଇଛି। ଖାଲି ନୁହେଁ ଯେ ଗୋଟେ ଗୋଟେ ସ୍କୁଲ ବୋଲି ସମସ୍ତଙ୍କ ପାଇଁ। ସମସ୍ତେ କେୟାରଫୁଲି ଦେଖିବ। ବାକି ଆମେ ଆଜି କଣ କରିବା ନା ଆକ୍ଟିଭିଟି ସେକେଣ୍ଡ ର ଆଜି ମାନେ 2 ରୁ ଆଜି କରିବା। ବାକି ପ୍ରିଭିୟସ୍ କ୍ଲାସ ସେ ନ ଦେଖିଛ ଆକ୍ଟିଭିଟି ୱିକ୍ 1 ର ତ ସେତକ ଯାଇ ସମସ୍ତେ ପ୍ଲେଲିଷ୍ଟ ଦେଖିପାରିବ। ରାଇଟ୍, ତ ଲେଟ୍ କରିବାନି ଆଜି ଆମେ ଷ୍ଟାର୍ଟ କରିବା। ଦେଖ ଆଜି ଆମେ କଣ କରିବା ନା ଆକ୍ଟିଭିଟି 2 ଆଜି ଷ୍ଟାର୍ଟ କରିବା। ଆକ୍ଟିଭିଟି 2 ର ମାନେ 2.1 ଷ୍ଟାର୍ଟ କରିବା। ଦେଖ ଆମକୁ ଦେଇଛି କଣ ନା student may be given this puzzle to solve. They may do it individually or in a pair. They may be asked to justify their answer. আচ্ছা এ তো ফার্স্টটা কোন ଦେଇଛି determine the missing value in the puzzle মানে ପଚାରିଛି ডাটা এটি কেতে হব। ফার্স্ট ଆମେ ଦେଖିବା ये 16 କେମିତି ହେଇଛି ये 13 କେମିତି ହେଇଛି ফার্স্ট ଦେଖିବା ଆମେ। ଦେଖ ଆମକୁ ଷ୍ଟାର ଦେଇଛି କ୍ୟୁବ ଦେଇଛି ଷ୍ଟାର ଦେଇଛି କ୍ୟୁବ ଦେଇଛି ଦେଖିଲେ ପିଲେ ଯଦି ମୁଁ ଷ୍ଟାର କୁ 1 ନେବି କ୍ୟୁବ କୁ 3 ନେବି ଷ୍ଟାର କୁ 1 ନେବି 3 ନେବି ଯଦି ମୁଁ ଏମିତି ଷ୍ଟାର କୁ 1 ଆଉ 3 ନେବି କ୍ୟୁବ କୁ ମୁଁ କଣ ନେଲି ନା ଷ୍ଟାର କୁ ନେଲି କଣ ନା ଷ୍ଟାର କୁ ନେଲି 1 ଦେନ୍ କ୍ୟୁବ କୁ କେତେ ନେଲି କ୍ୟୁବ କୁ ନେଲି 3 ତାହେଲେ ଦେଖିଲ 3 3 6 3 9 3 12 13 14 15 16 ଦେଖିଲ 16 ସାଟିସ୍ଫାଇ କରୁଛି yes or no okay then ଏଠି ସେମ ଦେଖ ଷ୍ଟାର କୁ ନେଲି 3 ସରି ଷ୍ଟାର କୁ ନେଲି 1 କ୍ୟୁବ କୁ ନେଲି 3 ଷ୍ଟାର କୁ ନେଲି 1 କ୍ୟୁବ କୁ ନେଲି 3 ଏମିତି 1 3 1 ତାହେଲେ ଦେଖିଲ ଯେତେବେଳେ ୟାକୁ ମୁଁ ସମ କରିବି 1 plus 3 plus 1 plus 3 plus 1 plus 3 plus 1 ଦେଖିଲ 13 ହଉଛି yes sir ହଉଛି ମାନେ ये भी satisfy କରୁଛି। ଏଠି ମଧ୍ୟ ଦିଟା ଷ୍ଟାର ମାନେ 2 ये 3 3 6 yes or no ତମାନେ 8 ବି ହଉଛି ତମାନେ ପଚାରିଲା ତିନିଟା ଷ୍ଟାର ଆଉ ତିନିଟା କ୍ୟୁବ ର ଭ୍ୟାଲୁ କେତେ ହେବ କେତେ ହେଇଛି କହିଲ ତମାନେ ये 1 1 1 ये 3 3 3 କେତେ ହେଇଗଲା 3 3 6 3 9 11 12 13 ତାହେଲେ ୟାଙ୍କ आंसर ପିଲେ କେତେ ହେଇଗଲା ନା 13 on a difficult sorry 12 ତେଣୁ 3 3 ସରି ଭୁଲ କହିଦେଲି 12 13 14 15 ହେବ ସରି 15 ତ କିଛି ଡିଫିକଲ୍ଟ କି ଡିଫିକଲ୍ଟ ନୁହଁ। ତାମାନେ ତମକୁ ଏମିତି ଏକ୍ସାମ ରେ ଗୋଟେ ପଜଲ ଟାଇପ କିଛି ଦେଇଦବ ପଚାରିବ ଡାଟା ତମକୁ ଏମିତି ଦେଇଦବ କ୍ୱେଶ୍ଚିନ୍ କଣ ନା ସପୋଜ ଦେଇଦେଲା ଗୋଟେ ହାଫ ଏମିତି ସର୍କଲ ଦେଇଦବ ଭ୍ୟାଲୁ ଦେଇଦବ 4 ଦେନ୍ ଦେଇଦବ ହାଫ ସର୍କଲ ଦେଇଦବ ଆ ଭ୍ୟାଲୁ କେତେ ହବ ଯଦି ଫୁଲ ସର୍କଲ ର ଭ୍ୟାଲୁ 4 ତାହେଲେ ହାଫ ସର୍କଲ କେତେ ହେଇଥିବ 2 ହେଇଥିବ। ତମକୁ ଏମିତି ଡାଟାକୁ ମ୍ୟାଚ କରେଇ ତମକୁ ଫାଇଣ୍ଡ କରିବାର ଅଛି ଯେ କାହାର ଭ୍ୟାଲୁ କଣ ହେଇପାରେ। କ୍ଲିୟର yes or no ଦେନ୍ ଦେଖିବା ତଳକୁ ଦେଖିବା କଣ ଅଛି ଆଉ ଦେନ୍ ଦେଖ ବି ରେ କଣ ଦେଲା ଦେଖ ପିଲେ ବହୁତ ଇଜି ହେଲା ବହୁତ ଇଜି କେହି ଟେନସନ ହବନି ଶୁଣ ବହୁତ ଆକ୍ଚୁଆଲି ବ୍ରିଜ କୋର୍ସ ଦେଇଛି ତ ଇଜି ହିଁ ଦେଇଛି କାରଣ ତମେ ସେତିକି କମ୍ଫର୍ଟେବଲ ହେଇଯିବ ବୋଲି ହେଲା। ଦେଖ ଆମର ଟ୍ରାଙ୍ଗେଲ ଦେଇଛି ତା ଭିତରେ ଦେଇଛି x କଣ ଲେଖିଛି ନା x ସ୍କ୍ୱାର ମାଇନସ 1 ଇଫ x ଇଜ an even number ଯେତେବେଳେ x ଟା ଗୋଟେ ଇଭେନ ନମ୍ବର ହେଇଥିବ ତମେ ସେଠି ତା ଫର୍ମାଟ ଲେଖିବ କେମିତି ନା x ସ୍କ୍ୱାର ମାଇନସ 1 କରି ଏବେ x ଆମକୁ ଦେଇଛି ସ୍କ୍ୱାର ଭିତରେ ଦେଇଛି ସ୍କ୍ୱାର ଦେଇଥିବ ମାନେ କଣ ନା ସେତେବେଳେ x ଗୋଟେ ଅଡ ନମ୍ବର ହେଇଥିବ ମାନେ ଯେତେବେଳେ ଟ୍ରାଙ୍ଗେଲ ଭିତରେ କିଛି ଗୋଟେ ଭ୍ୟାଲୁ ଦେଇଥିବ ସିଏ ହଉଛି ଆମର ଇଭେନ ନମ୍ବର ହେଇଥିବ ସ୍କ୍ୱାର ଭିତରେ ଅଡ ନମ୍ବର ହେଇଥିବ ଯଦି ଅଡ ନମ୍ବର ହେଇଥିବ ସେ ଲେଖା ହବ କୋଉ ଫର୍ମାଟ ରେ that is x ସ୍କ୍ୱାର ରେ ପ୍ଲସ 1 ଇଭେନ ନମ୍ବର ହେଇଥିଲେ x ସ୍କ୍ୱାର ମାଇନସ 1 ହିସାବରେ ଲେଖା ହବ ଅଡ ନମ୍ବର ହେଇଥିଲେ ପ୍ଲସ ହିସାବରେ ଲେଖା ହବ। କ୍ଲିୟର ତ ଏବେ ଦେଖ ପଚାରିଲା କଣ ଏବେ ପଚାରିଲା ଆମକୁ କଣ ଦେଖ ପିଲେ ବହୁତ ଇଜି ଏ ଦେଖ what is the value of 6 minus 5 আচ্ছা মতে কো পিলে 6 টা ଗୋଟେ କୋଉ ନମ୍ବର ଇଭେନ ନମ୍ବର ଟ୍ରାଙ୍ଗେଲ ଭିତରେ ଅଛି ତାହେଲେ ସେ ଲେଖା ହବ କୋଉ ଫର୍ମାଟ ରେ ନା x ସ୍କ୍ୱାର ମାଇନସ 1 ଫର୍ମାଟ ରେ ଲେଖା ହବ
ताले लिखिया हम x स्क्वायर रे -1 ताले पिले मु x जगह केते पुट करबी x जगह रे 6 पुट करबी ता माने 6 रो स्क्वायर -1 तम केते जिवो 36 -1 इज इक्वल टू केते 35 हां कि ना को क्लियर देन देखो एबे 5 देछ काहे भीतर स्क्वायर भीतर तो जतले स्क्वायर भीतर 5 अछि माने ऑड नंबर अछि से लेखा को फॉर्मेट रे दैट इज x स्क्वायर प्लस 1 हिसाब लेखो x स्क्वायर प्लस 1 त लेखो एपटे x स्क्वायर प्लस 1 त माने पहिले x स्क्वायर कहले केते 5 रो स्क्वायर हां कि ना देन 1 तल केते हला 5 रो स्क्वायर 25 देन प्लस 1 केते हला 36 सॉरी 26 एबे कोन होबो देखो ट्रायंगल रो स्क्वायर कोन प्ले सब्ट्रैक्ट माइनस देखो माइनस हेची त माने तम लिखि दबो कोन 35 माइनस 26 केते दैट इज इक्वल टू आंसर केते ला 9 एटी आंसर केते हला बेले 9 डिफिकल्ट की यस और नो क्लियर सेम देखलो देची एग्जांपल बी देची एग्जांपल बी सॉरी माने क्वेश्चन बी व्हाट इज द वैल्यू ऑफ एतिकी 80 ट्रायंगल भीतर देची 8 देन आर देची कोन 5 द स्क्वायर भीतर तार जेतले ये इवन नंबर हेतिबो ताले ये कोन हेजिबो ना 8 रो स्क्वायर -1 देखो अरे मु लिखुची -8 लिखाई देखो जेतेबेले इवन नंबर हेतिबो से लेखाबो को फॉर्मेट ना x स्क्वायर -1 त माने केते गेला कहलो 8 8 जा 8 रो स्क्वायर केते 64 -1 दैट इज इक्वल केते 63 सेमती एटी प्लस देछि हला प्लस साइन देछि देन 5 देछि 5 देछि काहे भीतर स्क्वायर भीतर त माने केते हिचो पिले ना दैट इज 5 रो स्क्वायर प्लस 1 त माने केते हिजो 25 प्लस 1 दैट इज इक्वल केते 26 यस और नो एबे प्ले देछि कोन ये प्लस हेबे ऐड हे माने केते दैट इज 63 को मु ऐड करबी केते रे 26 रे 26 रे देखो आटले केते गेला 639 628 केते आंसर 89 तो 89 है राइट आंसर क्लियर तो बुझले कि नहीं को देखो हम एक्टिविटी 2.1 टा कंप्लीट कर देले क्लियर आशा करछि समस्त भलसे बुझी पाथिबो बाकी हम नेक्स्ट क्लास रे बा नेक्स्ट सेशन रे हम एक्टिविटी 2 डिस्कशन करम तो बारंबार कहि कोन टोटली तमरो ब्रिज कोर्स रो जो 6 टा वीक अछि 1 रो 6 वीक सब तक एक्टिविटी मु प्रति स्टेप बीट बाय बीट सॉल्व करबी तो ठीक अछि तो समस्त सेशन को लाइक कर दियो शेयर कर दियो बाकी तुम चैनल फर्स्ट टाइम जे विजिट करलो चैनल को सब्सक्राइब कर दियो थैंक यू जय जगन्नाथ।